ମା ମାନେ କେମିତି ଉଠିବେ ତ କହିଦେବି ବୃନ୍ଦାବତୀର ସେବା ଟିକେ କହିଦେବି ତାପରେ ଆଜ୍ଞା ହଁ କେତେବେଳେ ଉଠିବେ ସ୍ୱାମୀଙ୍କ ଭୋଜନ ପରେ ବସିବେ ଆଗ ଖାଇଦେବେ ସ୍ୱାମୀ ଖାଇସାରିବେ ତାପରେ ମୁହଁରେ ତୁଣ୍ଡି ବେଲେ ଉଚ୍ଚିଷ୍ଟ ଖାଇବ ସ୍ୱାମୀ କିଛି ବେମାର ସାଙ୍ଗେ ସାଙ୍ଗେ ସ୍ତ୍ରୀକି ଦେଇବ ନା ନାଇଁ ସେଇଟା ହେଇପାରିବନି ଆଉ କିଛି କଣ ଶୋଇବ ଶୟନ ପରେ ଶୋଇବ ଶୟନ ପରେ ସେ ଆଗ ଶୋଇବେ ସ୍ୱାମୀ ଆଗ ଶୋଇବେ ଶଯ୍ୟାରେ ତାପରେ ଶୋଇବ ଆଗ କେବେ ଶୋଇ ପଡିବନି ମା ନାଇଁ ଆଗ କେବେ ଶୋଇ ପଡିବନି ସ୍ୱାମୀ କୁଆଡେ ଯାଇଛନ୍ତି ମୋ ମା ମାନେ ଆପଣ ମାନେ କେବେ ଆଗ ଶୋଇ ପଡିବେ ଚାହିଁକି ରହିବେ ଆମ ଘରେ ପାଲା ଯାଉଛି ସେ ଶୋଇବେ କି ସେ ସେମିତି ବସିଥିବେ ଆଉ ଆମେ ଗଲେ ଯାଇକି ଶୋଇବେ ଆଉ ଭଲ ତମେ ଶିଖଉଛ ଆଏ କଥାଟା ବୁଝୁନ ଆଜିକାଲି ଶୋଇବ ଶୟନ ପରେ ଶୟନ ପରେ ସ୍ୱାମୀ ଶୋଇ ସାରିବେ ତାଙ୍କ ପାଦ ତଳେ ଶୋଇବେ ଭଲ ଆଜିକାଲି ଯୋଉ ମାଗି ଖାଇବା ସିଷ୍ଟମ ହେଲାଣି ଆଜ୍ଞା ମାଗିକି ଖାଉଥିଲେ ଆଉ ସ୍ୱାମୀ ଦେବତା ଯାଇଥିବେ କୁଆଡେ ଖାଇବା ପାଇଁ ଖାଇଥିବେ ପିଇଥିବେ ବିନା ଚପଲରେ ପଳେଇଥିବେ ସେ ତାକୁ କିଛି ଦବ ନା କୁହାଗଲେ କହିଲା ପରେ ଯାଇକି ଶୋଇଥିବେ ଶୋଇପଡ଼ିଲା ପରେ ପାଦ ତଳକୁ ଶୋଇବେ ଶୋଇଲା ପରେ ଯୋଉ ଖାଦ୍ୟ ଖାଇକି ଆସିଥିବେ ପିଇକି ଆସିଥିବେ ଆଜ୍ଞା ଦକ୍ଷିଣ ପଟେ ଗୋଟେ ଝରକା ଥିବ ଘରର ଖରାଦିନିଆ ସମୟ ହେଇଥିବ ଗୋଟେ ପବନ ଛାଡୁଥିବ ଭୁ ଭୁ କି ଆସିକି ଉଠିବ ଆଉ ସ୍ତ୍ରୀ ରହିବ ଏ କାନକୁ ସେ କାନ ପିଠିକି ମରିଯିବ ସେଟା ଥାଇପାରିବନି ପାଦ ତଳକୁ ଶୋଇବା କଥା କହୁଥିଲି ଆଉ କୋଉଠି ଶୋଇବା କଥା କହୁଛି ଉଠିବ କେତେବେଳେ ସ୍ୱାମୀ ଶୋଇଥିବେ ଆଗ ଉଠିବ ସ୍ୱାମୀ ଶୋଇଥିବେ ମୋ ମା ମାନେ ଆଗ ଉଠିବ ଯଦି ସ୍ୱାମୀ ଉଠି ପଡିଲେ ଆଗ ତାହେଲେ ସ୍ତ୍ରୀ କି ପାପ ଲାଗିବ ପାପିନି ସ୍ୱାମୀ ଶୋଇଥିବେ ଆଗ ସ୍ତ୍ରୀ ଆପଣ ଶୋଇଥିବେ ସ୍ତ୍ରୀ ଆଗ ଉଠିବେ ଯଦି ଆପଣଙ୍କୁ ଝାଡ଼ା ଲାଗିଲା ତିନିଟାରେ ଉଠିବେ ହେଇକି ବସିବେ ନହେଲେ ପଡ଼ିଥିବ ଝାଡ଼ା ଉଠିଲାନି ବାପା ହବ କାଇଁ ମତେ ବୁଲ ଆରେ କାହିଁକି ହଉଛୁ କି ରେ ଝାଡ଼ା ପଡ଼ିଥିଲା କେମିତି ବଇଥ ମାନେ କେମିତି ଉଠିବ ମନେ ରଖିବ ଯେମିତି ଉଠିବ ସ୍ୱାମୀ ଶୋଇଛନ୍ତି କହିଲେ ସ୍ୱାମୀ ରେ ମାତା ବରା ମଥା ରେ ବଢାଇ ସ୍ୱାମୀ ଶୋଇଛନ୍ତି ସେ ଜାଣିନାହାନ୍ତି ତାଙ୍କ ପାଦ ତଳେ ଭୂତିଆ ଦିବା ସ୍ତ୍ରୀର ଇଷ୍ଟ ଦେବତା କୌଣସି ଓଷା କରିବେ ସୋମନାଥ ବ୍ରତ ଅନନ୍ତ ବ୍ରତ ସୁଦଶା ବ୍ରତ ଯେକୌଣସି ବ୍ରତ କରୁଛନ୍ତି କାର୍ତ୍ତିକ ବ୍ରତ ଯେକୌଣସି ବ୍ରତ କରିବେ ଆଗ ସ୍ୱାମୀଙ୍କର ପରାମର୍ଶ ନେଇକି ବ୍ରତ ଜାଣୁନୁ ବାୟା କହିବା କଥା ବ୍ରତଟି ଅଛି କାହା ପାଇଁ ସ୍ୱାମୀ ପାଇଁ ଆପଣ ମୋ ମା ମାନେ ମନେ ରଖିଥାନ୍ତି ଟିକେ ଭାଇନା କଥା ମନେ ପକେଇବେ ଯେବେ ଓଷା କରିବା ସ୍ୱାମୀ ପରାମର୍ଶ ମୁଁ ବ୍ରତ କରୁଛି ବ୍ରତ କରିବି ସ୍ୱାମୀ ପାଇଁ ନା ନିଜ ପାଇଁ କେବେ ବ୍ରତ କରନ୍ତୁ ଆଜି ସ୍ୱାମୀ ପାଇଁ ବ୍ରତ କର ମୋର କହିବାର ଉଦ୍ଦେଶ୍ୟ ସେଇଥିପାଇଁ ସକାଳୁ ଆମେ ସ୍ୱାମୀଙ୍କ ପାଦ କୋଉ ପାଦ ପ୍ରଣାମ କରିବ ଯେ ଟିକେ ମନେ ରଖିଥିବ ବାମ ପାଦର ବୁଢା ଆଙ୍ଗୁଠିରେ କାଇଁ ବାମ ସିନ୍ଦୁର ଲଗଉଛୁ ସିନ୍ଦୁର ଲଗଉଛେ ନା ତାମାନେ ତତେ ଗୋଇଠା ମାରୁଛୁ
ଦାଦା ଦାଦା ଭାଉଜ କୋଉ ଗାଁ ପିଲା କି? ଅରେ ମାନେ ତତେ ପାଦ ଟିକେ ଘଷୁନି ତ ଚକୁଛି ଶୁଣେ ମୁଁ ଯାହା ପଚାରୁଛି ଯୋଉ ଗୀତ ଗାଉଛି ତୋ ପାଇଁ ଏହା ପ୍ରଯୁଜ୍ୟ ନୁହେଁ ତୁ କେବେ ଶୁଣେ ନା ତୁ ହଉଛୁ ମାନେ କୁସଂସ୍କାରୀ ମନୁଷ୍ୟଟିଏ ତୋ ସ୍ତ୍ରୀଟା ରାକ୍ଷସୀ ପିଶାଚୀ ଦାନବୀ ସିଏ ତତେ କେବେ ଆରେ ତତେ ଗୋଡରେ କଣ ତୁ ରୋଲର ନା କାଠ ଯୋଉ 5ଟି ଜାଗାରେ ସିନ୍ଦୁର ଲଗାଇଥିଲ ମା କାନରେ କାନରେ ଜିତୁ ଦାସ କହିଛନ୍ତି କାନ ଶ୍ରୀମନ୍ତେ ରାଜିତ ଲକ୍ଷ୍ମୀ କପାଳେ ସତୀ ସାବିତ୍ରୀ କର କଙ୍କଣେ ଗାୟତ୍ରୀ କଣ୍ଠେ ସରସ୍ୱତୀ ଚାରିଟା ମୁହଁରେ ବା ମସ୍ତକରେ ମୋ ମା ମାନଙ୍କର 4ଟି ଠାକୁରାଣୀ ନାଇଁ ସେଇଥିପାଇଁ ମା ଆଉ ଗୋଟିଏ ସିନ୍ଦୁର କେହି ଦେଖିବେନି ସ୍ୱାମୀ ବି ଜାଣିବେନି ଗୁପ୍ତ ସିନ୍ଦୁର ସ୍ୱାମୀଙ୍କର ବାମ ହାତର ମୁଁ ଗୋଟେ ଲୋକ ଭଲ ଦେଖିବି ସବୁଦିନ ସେ ସିନ୍ଦୁର ଲଗେଇବା ପାଦରେ ମୁଁ ପାଲା ଗଲା ବୁଢା ଲୋକ ତାଙ୍କ ପାଦରେ ତୁ ଲଗଉ ଚଳିବ ସେ ଜାଣେ ଆଚ୍ଛା ଯିଏ ଦୁବାଇ ଯାଇଛି 5 ବର୍ଷ ପରେ ଆସିବ ସେ କୋଉ ପାଦ ଲଗାଉଛି ଆପଣ ତ ଆଜି ପାଲା କହିଛନ୍ତି ଆପଣ ଘରେ କୋଉଠି ଲଗେଇବେ କଟକ ଖରାରେ କଣ କୋଟି ଟକିଆ ତଳେ ରଖିବେ ସିନ୍ଦୁର ଯାହାର ସ୍ୱାମୀ ବାହାରେ ଅଛି ତା ସ୍ତ୍ରୀ କାହା ପାଦ ତୋ ସ୍ତ୍ରୀର ତୁ ସ୍ୱାମୀ କି ତୋ ସ୍ତ୍ରୀର ତୁ ସ୍ୱାମୀ ପ୍ରମାଣ କଣ ପ୍ରମାଣ କଣ ଲେଖା ସ୍ୱାମୀ ବୋଲି ଲେଖା ସ୍ୱାମୀ ହଉଛି ବେଲୁନ ଏଇଆ ତ ଯୋଉଦିନ ପାଲାକୁ ଆସିବା ପାଇଁ ତମ ଘରକୁ ଡାକିବାକୁ ଗଲା ବେଳେ ତୋ ସ୍ତ୍ରୀ ବସିଥିଲା